ସାତୁଟା ଦୋଷ। ଗୋଟେ ସତୀ ନାରୀ ସ୍ୱାମୀ ମଲା ପରେ କାନ୍ଦିବ। ସତୀ ନାରୀ ସ୍ୱାମୀ ମଲା ପରେ କଣ କରେ ଲେଖିଲେ କପିଳ। ମୁଁ ତୁମକୁ ସାତୁଟା ପ୍ରଶ୍ନ ପଚାରିବି। କିଏ ପଚାରିବେ? ବସୁମତୀ। ରାମ ଉତ୍ତର ଦେବେ, ମଉସା ସକିକିରି ରହିବ ରାତି 2 ଘଣ୍ଟା। ସେ କଜଳ ପାତିଆ ଭଦ୍ରଲୋକଠୁ ଆଦାୟ କରିବ। ମୁଁ ଜାଣ୍ଠା ଗାୟକ, ବହୁ ଲୋକକୁ କନ୍ଦେଇଛି। ସେ ଛାମୁଡିଆ ମାରିଦେବେ, ଇଏ ଯିବ ନାହିଁ। ଛାଡ, ସବୁ କହିବି ନାହିଁ। କାହିଁ କହିବି? ମଲା ସାପକୁ ବାଡେଇଲେ ଲାଭ କଣ ଅଛି? କିନ୍ତୁ ପ୍ରକୃତରେ ସେ ମୋର ପ୍ରିୟ। ଓଡିଶାରେ ଯଦି ଆଜି ପାଲା ରେଟ୍ କିଏ ବଢେଇଛି ସେ ନୃସିଂହ ହୋତା। ଓଡିଶାରେ ଯଦି ଆଜି ପାଲା ରେଟ୍ କିଏ ବଢେଇଛି ସେ ନୃସିଂହ ହୋତା। ଓଡିଶାରେ ଯଦି ମତେ ପରିଚିତ କରେଇଛି ସେ ନୃସିଂହ ହୋତା। ଓଡିଶାରେ ଯଦି ମତେ ପରିଚିତ କରେଇଛି ସେ ନୃସିଂହ ହୋତା। ସେ ଯାହା ହଉ ଆପଣ ଆଦାୟ କରିବେ। ବସୁମତୀ ପଚାରିବ ରାମକୁ ସାତୁଟା ଦୋଷ। ବସୁମତୀ କହିବେ ରାମକୁ। ରାମ ଗୋଟିଏ ଗୋଟିଏ ଉତ୍ତର ଦେବେ। କପିଳ ରାମାୟଣ ସଂସ୍କୃତ ଶ୍ଲୋକ ବୋଲିବ, ବାଲ୍ମୀକିଙ୍କର ବୋଲିବ। କାଲି ଯେମିତି ବୋଲିଥିଲୁ ଯେ ମନ୍ଦାକିନୀ ନନ୍ଦନ ବିହାର ଆଉ ମନେ ପାନି ଆଉ ମନେ ପାନି। ସେ ଚ୍ୟାନେଲରେ ଯିଏ ଲୋଗାକ ସବୁ ଶୁଣିବେ ସେ ଦେବେନି ଭଲ କମେଣ୍ଟ, ପୁରା ପେଟ ପୁରିଯିବ। ସେ ଚ୍ୟାନେଲରେ ଯିଏ ଲୋଗାକ ସବୁ ଶୁଣିବେ ସେ ଦେବେନି ଭଲ କମେଣ୍ଟ, ପୁରା ପେଟ ପୁରିଯିବ। ରାବଣ ସୀତାଙ୍କୁ ଚୋରି କରିଛି ନା ସୀତା ଯାଇଛନ୍ତି? ଆଉ ଗଲା ବେଳେ ଯୋଉ କାମ କଲ, ମୁଁ ଆଉ ସାଡକୁ ଯାଉନେଇ। ସୀତା ଯୋଉ କାମ ଗୋଟେ ଗରିବ ଘର ନାରୀ କରିବନି ସୀତା କଲେ। ଗୁରୁବାରରେ ଅଳଙ୍କାର ଖୋଲିଲେ, ପଣତ କାନିକି ଚିରି ପକେଇଲେ। ପୁଅ ଋଷ୍ୟମୁଖ ପର୍ବତରେ ବାନରାନ ବାରିଜନା ନାଙ୍ଗ ଉତ୍ତରିୟାର୍ଧ ଖଣ୍ଡେନ ବିମୁଚ୍ୟା ଭରଣାଦିକ। ଇଏ ହଉଛି 5 ନମ୍ବର ଭୁଲ। 6 ନମ୍ବର ଭୁଲ। ତୁମେ ରାବଣ ପରିଚୟ ପାଇ ତା ସାଙ୍ଗରେ ଗଲ। ଗୁରୁବାର ଅଳଙ୍କାର ଋଷ୍ୟମୁଖ ପର୍ବତ ଉପରେ ଖୋଲିଲ। ସେ ରାବଣ ସନ୍ଦେହ କଲା, କହିଲା ଏ ସତ ସୀତା ନୁହଁ କିରେ? ଗୁରୁବାରେ କଣ ଅଳଙ୍କାର ଖୋଲିଲେ? ସିଏ କଣ କଲା? ରାବଣ ମାୟା ମୁଣ୍ଡ ନେଇକି ରାମଙ୍କର ଫୋପାଡ଼ି ଦେଲା। ସୀତା କାନ୍ଦିଲେ। ଗୋଟେ ସତୀ ନାରୀ ସ୍ୱାମୀ ମଲା ପରେ କାନ୍ଦିବ। ସତୀ ନାରୀ ସ୍ୱାମୀ ମଲା ପରେ କଣ କରେ ଲେଖିଲେ କପିଳ। କାହିଁକି ସତୀଦାହ ପ୍ରଥା ଅଛି? ସାଡକୁ ମୁଣ୍ଡ ଖଟେଇଲେ ହବ ନା। ଆଉ କହିଲା ପ୍ରାଣ ପ୍ରିୟ ପ୍ରୟାଗେଶୁ ଦୃଷ୍ଟିରେ ବା ଶ୍ରବଣାନ୍ତରେ କାନ୍ତ କୃତେ ପ୍ରାଣତ୍ୟକର୍ତ୍ତା ସତୀ ଧର୍ମେ ପ୍ରତିଷ୍ଠିତା। ସତୀ ନାରୀ ଦେଖିଲା ତା ସ୍ୱାମୀ ମଲା, ବିଦେଶରେ ମରିଛି ଶୁଣିଲା, ବିଧବା ହବ, ଭତ୍ତା ପାଇବ, ତା ପ୍ରାଣବାୟୁ ଉଡିଯିବ। ଗୋଟିଏ ଚିତାରେ ପୋଡିଦେବେ। ତାପରେ ଆଉ ମଲେ ନେଇ। କିଏ ହୀରା ମୁଦିକି ଚୁଚୁମିକିରି ମଲା, କିଏ ସିନ୍ଦୁରକୁ ଖାଇକିରି ମଲା। ତାପରେ ଆଉ ମଲେନି। ତାଙ୍କୁ ଟାଣିକିରି ନେଇ ନିଆଁରେ ପକଉଛ, ଭୁଲ କଥା। ଯଦି ନ ମଲା ନ ମଲା। ସ୍ୱାମୀ ମଲା ପରେ ସ୍ତ୍ରୀ ଆଉ ବଞ୍ଚେ ନା। ଯଦି ତୁମେ ସତୀ ନାରୀ, ତୁମ ସ୍ତ୍ରୀର ସ୍ୱାମୀର ଛିନ୍ନ ମସ୍ତକ ରାବଣ ଦେଖେଇଲା, ତୁମ ପ୍ରାଣବାୟୁ ଉଡିଯିବା କଥା। ଆଉ ଯଦି ଜାଣିଲ ଇଏ ମାୟା, ତୁମେ କାନ୍ଦିଲ କାହିଁକି? ଆଉ ସାଡକୁ ପଦ ବୋଲିବାକୁ ବେଳ ଅଛି? ଧନୁର୍ଧର ବୀର କାନ୍ଦି ନାହାନ୍ତି? ତେଣୁକରି 7ଟା ଦୋଷ। ପ୍ରଥମ ଦୋଷ ମଧୁସୂର୍ଯ୍ୟ ରାଜନୀରେ। ଦ୍ୱିତୀୟ ଦୋଷ ହଉଛି ତୁମେ ଶାଶୁ ଶ୍ୱଶୁରଙ୍କ ସେବା ନ କରି। ତୃତୀୟ ଦୋଷ ମା କଥାକୁ ସୁନ ମୃଗ ମାଗିଲ। ଚତୁର୍ଥ ଦୋଷ ମୋ ଦୋଷହୀନ ଲକ୍ଷଣକୁ। ପଞ୍ଚମ ଦୋଷ ରାବଣ ପରିଚୟ ଦେଲା ପରେ ତାକୁ ଭିକ୍ଷା ଦେଇ ସାଙ୍ଗରେ ଗଲ। ଷଷ୍ଠ ଦୋଷ ଗୁରୁବାରରେ ଅଳଙ୍କାର ଖୋଲି। ସପ୍ତମ ଦୋଷ ସ୍ୱାମୀର ଛିନ୍ନ ମସ୍ତକକୁ ଦେଖି ବାସ୍ତବ ନହେଲେ ବି କାନ୍ଦିଲ। ସେଇଠି ବସୁମତୀ ବସିଥିଲେ, କହିଲେ ଦଶରଥ ପୁଅ, ମୋ ଝିଅ ସୀତା ସୂର୍ଯ୍ୟ ବଂଶର ବୋହୂ। ସ୍ୱର୍ଗପୁରରେ କଥା କହିବନି। ମୁଁ ମୋ ଝିଅଠୁ ସବୁ ବୁଝିଛି। ମୁଁ ତୁମକୁ 7ଟା ପ୍ରଶ୍ନ ପଚାରିବି। କିଏ ପଚାରିବେ? ବସୁମତୀ। ରାମ ଉତ୍ତର ଦେବେ, ମଉସା ସକିକିରି ରହିବ ରାତି 2 ଘଣ୍ଟା। ସେ କଜଳ ପାତିଆ ଭଦ୍ରଲୋକଠୁ ଆଦାୟ କରିବ। ମୁଁ ଜାଣ୍ଠା ଗାୟକ, ବହୁ ଲୋକକୁ କନ୍ଦେଇଛି। ସେ ଛାମୁଡିଆ ମାରିଦେବେ, ଇଏ ଯିବ ନାହିଁ। ଏବେ ପାଲାକୁ ଆଇଛି 4ଟା ମାନସିକ ପାଲା। ଛାଡ, ସବୁ କହିବି ନାହିଁ।
କାହିଁ କହିବି ମଲା ସାପକୁ ବାଡେଇଲେ ଲାଭ କଣ ଅଛି କିନ୍ତୁ ପ୍ରକୃତରେ ସେ ମୋର ପ୍ରିୟ ଓଡିଶାରେ ଯଦି ଆଜି ପାଲା ରେଟ୍ କିଏ ବଢେଇଛି ସେ ନୃସିଂହ ହୋତା ଓଡିଶାରେ ଯଦି ମତେ ପରିଚିତ କରେଇଛି ସେ ନୃସିଂହ ହୋତା ମୁଁ ବି ତାକୁ ବହୁ ଜାଗାରେ ବଞ୍ଚେଇଛି କଣ ମୁଁ ଦାମିକା ଲୋକ ହିସାବରେ ନାହିଁ ବହୁତ ଭୁଲ କରେଇ ଏପଟ ସେପଟ କରେଇ ପଞ୍ଚାମୃତ ପିଇକିରି ମୁଁ ତାକୁ ତା ପାଇଁ ବହୁତ ଭୁଲ କାଇଲି ମାନିଛି ତାକୁ ମୁଁ ଭୁଲି ପାରୁନି କାହିଁକି ନା ଅନ୍ୟ ମାନଙ୍କ ସାଙ୍ଗରେ ପାଲା ଗାଇଲେ ସେତେ ଜମକ ହଉନି ଭକ୍ତି କରେଇ ପୁଣି ମାଇଚିଆ ଗାୟକ କହୁଛି ଏଠି ପେଣ୍ଡାଲରେ କହୁଛି ସାରେ ମୋ ଗୋଡକୁ ଧରୁଛି ହଉ ସେ ଯାହା ହଉ ଆପଣ ଆଦାୟ କରିବେ ବସୁମତୀ ପଚାରିବ ରାମକୁ ମଉସା ତ କହୁଛନ୍ତି କହିବେ ମଉସା ତାଙ୍କରି ସାଙ୍ଗରେ ପାଳି ଧରି କହୁଥିଲ ମୁଣ୍ଡରେ ମସଲା ନାହିଁ ପାଲା ହିସାବରେ ତୁମେ କହିବ ତୁମର ଅଧିକାର ଅଛି ସାତୁଟା ଦୋଷ ବସୁମତୀ କହିବେ ରାମକୁ ରାମ ଗୋଟିଏ ଗୋଟିଏ ଉତ୍ତର ଦେବେ କପିଳ ରାମାୟଣ ସଂସ୍କୃତ ଶ୍ଲୋକ ବୋଲିବ ବାଲ୍ମୀକିଙ୍କର ବୋଲିବ କାଲି ଯେମିତି ବୋଲିଥିଲୁ ଯେ ମନ୍ଦାକିନୀ ନନ୍ଦନ ବିହାର ଆଉ ମନେ ପାରି ସେ ଚ୍ୟାନେଲରେ ଯିଏ ଗାୟକ ସବୁ ଶୁଣିବେ ସେ ଦେବେନି ଭଲ କମେଣ୍ଟ ପୁରା ପେଟ ପୁରିଯିବ ଚମ୍ପାବତୀ ଦେଶେ থাকে নীল ধ্বজ রাজন গোড়াই মলক তার বিশেষ যোজন সুভাগা নামে নরানী এক ধাই তারে দাস দাসী সীমা নাহি পুত্র নাই গোড়াই ধর্মিক সেই নীল ধ্বজ রাজন পৌঁছি গলে তা পাখে সত্যনারায়ণ বইলে হে নীল ধ্বজ মুখে শ্রীনিমান জন্ম হব তোমার ছেওয়াল নন্দন মোর ইষ্ট ত্রিভুবনে রঘুনাথ জানি কেমিনি কারণে আমি দেবী বীরের সিনি বয়ে রঘুনাথ দয়া কলে হইব নন্দন তোমাকে বুঝিবা নাই কিছু প্রয়োজন শিবঙ্ক মন্দিরে যাই প্রবেশ হই বিলুয় দল আনন্দরে রানী কিয়ে দেলে রানী পুনি রাজা সঙ্গে হইলে মিলন ধীরে ধীরে গর্ভমাস হেলা উত্তপন বঙ্গলা গাউছি এক মাস দুই মাস তিন মাস জানি চারি মাসে দাসা দাসী হেলে কানা পাঁচ মাসে রানী পুনি হইল অরুচি হাইয়া রানী না খাই ভূমি ভাড়া বিনা মানি না পারিল উঠি বড় তৃষ্ণ হইয়া খায়ে পাংশ সাত দিন রানী পুনি গর্ভ কষ্ট পাইল সেওয়াল নন্দন পুনি জনমন হইল ধাই আইয়ে দাসী চালিবারে পুনি ধাই ডাকিবারে মনতে জানিনে পুনি প্রভু সত্য বইলে এ দাসী কোথায় করুছু গো মন বলে ছিন্ডা ভগরে নান্দা কথা কায়ে গান যেবে রাজা মুখরে এ শিরিনি মানিব তেবে রানী গর্ভরু এ পুত্র জন্মিব পৌঁছিলে নারায়ণ রাজন পাশে বইলা রাজন মোর ইষ্ট রঘুনাথ জান কহিলে সত্য নারায়ণ নেত্র তুমর বুঝ যেহি রঘুনাথ সেই অটন্তি নারায়ণ তো যেতবলে নীলধ্বজ চক্ষুকু বুঝিল রঘুনাথ রূপ পুনি প্রভু এ হইল পদোদক রানী সুভাগাকে দেল 7 দিন গর্ভ কষ্ট ভান হইল নারায়ণ কর পদোদক পান করি জন্ম হেলা পণ্ডিতে এ পুত্র এ সুন্দরী ইয়ে জন্ম কলে পণ্ডিতে এ সুপুত্র সুন্দরী পুত্রর গোটিয়ে পুনি কমল ধ্বজ নাম দিল আনন্দ সাগরে পুনি হরি হরি বল মৌসা সেইঠু আদায় করিব কলা বল হরি হে 11টা বাজিছি হরি করি দৌথেবে প্রভু পারিব না দীনন্দন শরণ কেণ সাগর হরি বল ভুল ভুড়ি আর এ বিশ্ব দুঃখ